ସତରେ କ'ଣ ଆମେ ଯାହା ଭଗବାନଙ୍କୁ ପ୍ରାର୍ଥନା କରିଥାଉ ସେ ଆମ କଥା ଶୁଣିଥାନ୍ତି? ଭଗବାନ କ'ଣ ସତରେ ଆମ୍ଭମାନଙ୍କ କଥା ଶୁଣିଥାନ୍ତି? ଯଦି ଆପଣମାନେ ଏ ପ୍ରଶ୍ନର ଉତ୍ତର ଜାଣିନଥିବେ ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଜି ଗୋଟେ ସୁନ୍ଦର କାହାଣୀ ମାଧ୍ୟମରେ ଆପଣମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବି ଯେ ଭଗବାନ ଆମ୍ଭମାନଙ୍କ ପ୍ରାର୍ଥନା ଶୁଣନ୍ତି କି ନାହିଁ। ସେଥିପୂର୍ବରୁ ଭିଡ଼ିଓକୁ ଗୋଟାଏ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲରେ ଯଦି ପ୍ରଥମ ଥର ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଗୋଟାଏ ଗ୍ରାମ ଥିଲା। ଗ୍ରାମଟିର ନାମ ଥିଲା ଷୋଳସଣ୍ଡା। ଷୋଳସଣ୍ଡାରେ ଗୋଟାଏ ଲୋକ ରହୁଥାଏ। ଲୋକଟିର ନାମ ହେଲା କାହ୍ନୁ ବେହେରା। କାହ୍ନୁ ବେହେରା ଜାତିରେ କେଉଟ ଥିଲା। ସେ ମାଛ ଧରୁଥାଏ ଏବଂ ମାଛକୁ ବିକ୍ରି କରି ନିଜର ପରିବାରର ଗୁଜରାଣ ମେଣ୍ଟନ କରୁଥାଏ। ତାହାର ପରିବାରରେ ତାହାର ସ୍ତ୍ରୀ, ତାହାର ପିଲା ଆଉ ଗୋଟାଏ ବୁଢ଼ୀମାଟିଏ ଥାଏ। କାହ୍ନୁ ବେହେରା ଅତ୍ୟନ୍ତ ଗରିବ ଥାଏ। ସେ ଯେଉଁଦିନ ମାଛ ଧରିବ ସେହି ମାଛ ବିକ୍ରି କଲେ ତାର ସେଦିନର ଗୁଜରାଣ ମେଣ୍ଟନ ହେବ। ତା ପାଖରେ କିଛି ସଞ୍ଚିତ ଧନ ନଥାଏ। ସେ ଦେହ ମେହନତିରୁ ଯାହା ପରିଶ୍ରମ କରିବ ତାହା ଫଳ ପାଇବ। ଯଦି ସେ ଗୋଟାଏ ଦିନ ମାଛ ନ ଧରିବ ତାହେଲେ ତା ପରିବାରର ଲୋକ ସେଦିନ ଉପାସରେ ଜୀବନଯାପନ କରିବେ। ସେଦିନ ଖାଇବାକୁ ପାଇବେ ନାହିଁ। ଏହିପରି ବହୁତ ଦୁଃଖ ଥାଏ। କାହ୍ନୁ ବେହେରା ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରୁଥାଏ, ହେ ଭଗବାନ, ଆପଣ କାହିଁକି ମୋ ଜୀବନରେ ଏତେ କଷ୍ଟ ଭରି ଦେଇଛନ୍ତି? ମୋ ଜୀବନରେ ଏତେ ଦୁଃଖ କାହିଁକି ଭରି ଦେଇଛନ୍ତି? ମୁଁ ତ କାହାର ବି ଅମଙ୍ଗଳ ଚିନ୍ତା କରୁନାହିଁ, କାହାର ସହିତ ଅନ୍ୟାୟ କାମ କରୁନାହିଁ। ମୁଁ ମୋର କର୍ମ କରି ଚାଲିଛି। ମୁଁ ହେଇଛି ଜାତିରେ କେଉଟ। ମୋ ବାପା, ମୋ ଦାଦା, ମୋ ଜେଜେବାପା ସମସ୍ତେ ମାଛ ଧରି ନିଜର ପରିବାରର ଗୁଜରାଣ ମେଣ୍ଟନ କରନ୍ତି। ମୁଁ ମଧ୍ୟ ସେହି ମାଛ ଧରିବା ଜୀବିକା କରୁଛି, କାରଣ ଏହା ଛଡ଼ା ମୋତେ ଅନ୍ୟ କୌଣସି ବି କାମ ଆସେ ନାହିଁ। ମୁଁ ମାଛ ଧରୁଛି ଏବଂ ସେହି ମାଛଟିକୁ ବଜାରରେ ବିକ୍ରି କରୁଛି। ଯାହା କିଛି ଧନ ଉପାର୍ଜନ ହେଉଛି ସେଥିରେ ପରିବାର ପୋଷଣ କରୁଛି। ହେଲେ କାହିଁକି ଆପଣ ମୋ ଜୀବନରେ ଏତେ ଦୁଃଖ ଦେଇଛନ୍ତି? କାହିଁକି ମୋର ପରିବାରକୁ ମୁଁ ଅଧିକ ଖୁସିରେ ରଖିପାରୁନାହିଁ? ମୁଁ ତ ଇଚ୍ଛା କରୁଛି ଅଧିକ ଧନ ଉପାର୍ଜନ କରିବା ପାଇଁ, କିନ୍ତୁ ମୋର ପରିବାରକୁ ମୁଁ ଖୁସିରେ ରଖିପାରୁନାହିଁ। ହେ ଭଗବାନ, ଆପଣ ମୋର ଗୁହାରେ କାହିଁକି ଶୁଣୁନାହାନ୍ତି? କାହିଁକି ମୋତେ ଅଧିକ ଧନ ଉପାର୍ଜନ କରିବାର ମାର୍ଗ ଦେଖାଉନାହାନ୍ତି? ଏହିପରି ଭାବରେ କାହ୍ନୁ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ ହେଲେ ଭଗବାନ ତାର କଥା ଶୁଣୁନଥାନ୍ତି। ସେହିପରି କାହ୍ନୁ ପ୍ରତ୍ୟେକ ଦିନ ମାଛ ଧରୁଥାଏ ଏବଂ ନିଜର ପରିବାରର ଗୁଜରାଣ ମେଣ୍ଟନ କରୁଥାଏ। ଦିନକର ଘଟଣା। ହଠାତ୍ କାହ୍ନୁ ବେହେରାର ମନରେ ଗୋଟାଏ ଚିନ୍ତାଧାରା ଆସିଲା, ମୁଁ ତ ଗୋଟାଏ ଜୀବନ ଦେଇପାରୁନାହିଁ, କାହିଁକି ଏହି ନିରୀହ ପ୍ରାଣୀମାନଙ୍କର ଜୀବନ ନେବି? ସେ ତାହାର କହିବାର କାରଣ ଏହା ଥିଲା ଯେ ସେ ମାଛ ଗୁଡ଼ିକୁ ଧରୁଛି ଏବଂ ସେହି ମାଛ ଗୁଡ଼ିକୁ ମାରୁଛି। ତା ମନରେ ଭଗବାନଙ୍କୁ ନେଇ ବହୁତ କିଛି ଚିନ୍ତା ଆସିଗଲା ଏବଂ ସେ ଏହା ଚିନ୍ତା କଲା, ମୁଁ ତ ଗୋଟାଏ ଜୀବନ ଦେଇପାରୁନାହିଁ, କାହିଁକି ମୁଁ ମାଛମାନଙ୍କର ଜୀବନ ନେବି? ମୁଁ ଆଜିଠାରୁ ମାଛ ଧରିବା ପାଇଁ ଯିବି ନାହିଁ। ସେ ଘରେ ବସିଲା ଏବଂ ଭଗବାନଙ୍କୁ ଜପ କଲା, ଭଗବାନଙ୍କ ନାମ ଜପ କଲା। ଯେତେବେଳେ ସେ ମାଛ ଧରିବା ପାଇଁ ଗଲା ନାହିଁ ଗୋଟାଏ ଦିନ, ତାର ପରିବାର ଲୋକ ସେଦିନ ଉପାସରେ ଦିନ କାଟିଲେ। ତାପରେ ତା ସ୍ତ୍ରୀ କହିଲା, ତୁମେ କାହିଁକି ମାଛ ଧରିବା ପାଇଁ ଯାଉନାହଁ? କାହ୍ନୁ କହିଲା, ମୁଁ ତ ଗୋଟାଏ ଜୀବନ ଦାନ କରିପାରୁନାହିଁ, କାହିଁକି ସେହି ନିରୀହମାନଙ୍କର ଜୀବନ ନେବି? ସେଥିପାଇଁ ମୁଁ ଆଜିଠାରୁ ମାଛ ଧରିବା ପାଇଁ ଯିବି ନାହିଁ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି। ଏ କଥା ତାର ସାହି ପଡ଼ିଶା ଲୋକମାନେ ଯେତେବେଳେ ଜାଣିଲେ ସେମାନେ କାହ୍ନୁଙ୍କୁ କହିଲେ, ଆରେ ଏ ତ କର୍ମକୁଢ଼ିଟିଏ, ଏ ତ କାମ କରିବା ପାଇଁ ଇଚ୍ଛା କରୁନାହିଁ, ଏ କେମିତି ଚଳିବ? ତାର ସ୍ତ୍ରୀ ମଧ୍ୟ କହିଲା, ତମର ଯଦି ବ୍ରହ୍ମଚାରୀ ହେବାର ଥିଲା, ତମର ଯଦି ଏଇଆ କରିବାର ଥିଲା, କାହିଁକି ମୋତେ ବିବାହ କରୁଥିଲ? କାହିଁକି ମୋ ଜୀବନ ସହିତ ଖେଳିଲ? ଏବେ ଆମେ କ'ଣ କରିବୁ? ମୋ ପିଲା ଛୁଆ, ମୋ ସଂସାର ଏବେ କ'ଣ ହେବ? କେମିତି ଚାଲିବ? ତୁମେ କିଛି କର୍ମ କରୁନାହଁ, ଭଗବାନଙ୍କୁ ଜପ କରୁଛ। କ'ଣ ଭଗବାନ ଆସିକି ଆମର ଗୁଜରାଣ ମେଣ୍ଟନ କରିବେ? ଆମକୁ ଭୋଜନ ଦେବେ? ତୁମେ ଯାଅ ମାଛ ଧର। କାହ୍ନୁ ବେହେରାର ଇଚ୍ଛା ନଥିବା ସତ୍ତ୍ୱେ ତାର ସ୍ତ୍ରୀ କହିଥିବା କାରଣରୁ ସେ ଗଲା ମାଛ ଧରିବାକୁ। ଯେତେବେଳେ ସେ ପୋଖରୀକୁ ଗଲା ଏବଂ ଜାଲ ପକାଇଲା, ପ୍ରଥମ ଥର ଜାଲ ପକାଇଲା, ତା ଜାଲରେ କୌଣସି ମାଛ ଫସିଲା ନାହିଁ। ସେ ମନ ଦୁଃଖରେ ଜାଲ ପକାଉଥାଏ, କାରଣ ତାର ମାଛ ଧରିବା ପାଇଁ ଇଚ୍ଛା ନଥିଲା, କିନ୍ତୁ ପରିସ୍ଥିତି ଏପରି ଭାବରେ ହୋଇଥିଲା କି ତାକୁ ମାଛ ଧରିବା ପାଇଁ ବାଧ୍ୟ କରାଯାଉଥିଲା। ସେ ଇଚ୍ଛା ନଥିବା ସତ୍ତ୍ୱେ ପୋଖରୀର ଜାଲ ଉପରେ ଜାଲ ପକାଇ ଚାଲିଥାଏ। ତାର ଜାଲରେ ମାଛ ପଡ଼ୁନଥାଏ। ହଠାତ୍ ତା ଜାଲଟି ଅତ୍ୟନ୍ତ ଭାରେ ଓଜନ ବୋଲି ତାକୁ ଅନୁଭବ ହେଲା। ଯେତେବେଳେ ସେ ଜାଲଟିକୁ ଟାଣିଲା, ତା ଜାଲରେ ଗୋଟାଏ ବହୁତ ବଡ଼ ରୋହି ମାଛଟିଏ ପଡ଼ିଯାଇଥିଲା। ତା ମନ ଟିକେ ଖୁସି ହେଲା, କିନ୍ତୁ ମନରେ ମଧ୍ୟ ସେ ଦୁଃଖ କରୁଥାଏ, ଏତେ ବଡ଼ ପ୍ରାଣୀଟିକୁ ମୁଁ ହତ୍ୟା କରିବି। ସେ ଯେତେବେଳେ ଜାଲଟିକୁ ଉପରକୁ ଟାଣିଲା, ସେହି ରୋହି ମାଛଟି ଚମତ୍କାର ଭାବରେ
କହିବାକୁ ଲାଗିଲା। ସେ କହିଲା, ନାରାୟଣ, ହେ ନାରାୟଣ, ମୋତେ ରକ୍ଷା କର, ଏହି କେଉଟ ପାଖରୁ ମୋତେ ରକ୍ଷା କର। ଯେତେବେଳେ କାହ୍ନୁ ବେହେରା ଏହା ଦେଖିବାକୁ ଲାଗିଲା, ଆରେ ଏ ମାଛଟି କିପରି କଥା କହୁଛି, ମଣିଷ ଭଳି ଏ କଥା କହୁଛି, ଏହା କିପରି ସମ୍ଭବ ହୋଇପାରେ। ତାପରେ କାହ୍ନୁ ବେହେରା ଏହା ମଧ୍ୟ ଚିନ୍ତା କଲା, ଯେତେବେଳେ ସାମାନ୍ୟ ମାଛଟିଏ ବିପଦରେ ପଡ଼ିଛି, ସେ ତ ଭଗବାନଙ୍କୁ ସ୍ମରଣ କରୁଛି, ତ କ'ଣ ଭଗବାନ ଏହାକୁ ରକ୍ଷା କରିବେ। ସେ କ'ଣ କଲା, ସେହି ମାଛଟିକୁ ଉପରକୁ ଟାଣି ଆଣିଲା। ତା'ର ମନ ହେଲା ନାହିଁ ସେ ମାଛଟିକୁ ନେଇ ବଜାରରେ ବିକ୍ରି କରିବା ପାଇଁ। ସେ ତା'ର ଘର ପାଖକୁ ଗଲା। ଘର ପାଖର ବାଡ଼ିରେ ଗୋଟାଏ ହାଣ୍ଡା ଥିଲା। ସେହି ହାଣ୍ଡାରେ ସେ ମାଛଟିକୁ ଛାଡ଼ିଦେଲା। ମାଛଟି ମଧ୍ୟ ଜୀବନ ପୁଣି ଥରେ ଫେରି ପାଇଲା। ସେ ମୃତ୍ୟୁ ମୁଖରୁ ବଞ୍ଚିଗଲା। ସେ ନାରାୟଣର ଜପ କରୁଥାଏ। କିନ୍ତୁ କାହ୍ନୁ ବେହେରା ଏହା ଚିନ୍ତା କଲା, ମାଛଟିର ବଞ୍ଚିଗଲା, ସେ ଭଗବାନଙ୍କୁ ସ୍ମରଣ କଲା ଏବଂ ବଞ୍ଚିଗଲା। ମୁଁ ଯଦି ଆଜିଠୁ ଭଗବାନଙ୍କୁ ସ୍ମରଣ କରିବି, ତାହେଲେ ହୁଏତ ମୁଁ ମଧ୍ୟ ମୋର ଏହି ଖରାପ ପରିସ୍ଥିତିରୁ ନିଶ୍ଚିତ ରୂପରେ ବାହାରକୁ ଆସିପାରିବି। ଯେତେବେଳେ କାହ୍ନୁ ବେହେରା ଏହି କଥା ଚିନ୍ତା କରି ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲା, ସେଠାରେ ସେ ଏକ ଧ୍ୟାନରେ ବସିବାକୁ ଲାଗିଲା ଏବଂ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲା। ସେ ଦିନସାରା କିଛି ଖାଇଲା ନାହିଁ କି କିଛି ପିଇଲା ନାହିଁ। ତା'ର ପରିବାରର ଲୋକ ଏପଟେ ବହୁତ ହନ୍ତସନ୍ତ ହେଉଥାନ୍ତି। ଜୀବିକା ଉପାର୍ଜନ କରିବା ପାଇଁ ତା'ର ପରିବାରର ଲୋକ ବହୁତ କଷ୍ଟ ପାଉଥାନ୍ତି। ଯେତେବେଳେ କାହ୍ନୁ ବେହେରା ଏସବୁକୁ ଛାଡ଼ି ଭଗବାନଙ୍କ ଧ୍ୟାନରେ ଲୀନ ହୋଇଗଲା, ସେ ମଧ୍ୟ 10-15 ଦିନ ପର୍ଯ୍ୟନ୍ତ ଭଗବାନଙ୍କୁ ସ୍ମରଣ କଲା ଏବଂ ବହୁ ତପସ୍ୟା କଲା, ଭଗବାନଙ୍କୁ ସ୍ମରଣ କଲା। ସେ ମୃତ୍ୟୁ କବଳରୁ ବଞ୍ଚିବା ପରିସ୍ଥିତି ଆସିଗଲା। ମାନେ ସେ ଖାଇଲା ନାହିଁ, ପିଇଲା ନାହିଁ, 7 ଦିନ ପର୍ଯ୍ୟନ୍ତ ଉପାସରେ ରହି ଭଗବାନଙ୍କୁ ସ୍ମରଣ କଲା। ସେ ମରିବାକୁ ମଧ୍ୟ ଯାଉଥିଲା। ହଠାତ୍ ସେହି ମାର୍ଗ ଦେଇ, ତା'ର ବାଡ଼ି ମାର୍ଗ ଦେଇ ଗୋଟାଏ ବ୍ରାହ୍ମଣ ଆସୁଥିଲେ। ବ୍ରାହ୍ମଣଟି କାହ୍ନୁ ବେହେରାକୁ ଡାକିଲେ, ଆରେ ବାଳକ, ତୁମେ କ'ଣ କରୁଛ? କାହ୍ନୁ ବେହେରା ଯେଉଁ କହିଲା ତା ସହିତ ଘଟିଥିଲା। ସେ କେଉଟ ଜାତିରେ ଏବଂ ମାଛଟିକୁ ଧରିଥିଲା। ମାଛଟି ନାରାୟଣ ନାରାୟଣ ଜପ କଲା ଏବଂ ମୁଁ ତାକୁ ଆସି ଏଠାରେ ରଖିଛି। ମୁଁ ବି ଦେଖୁଛି ଯେ ଭଗବାନ ଯଦି ମାଛର କଥା ଶୁଣୁଛନ୍ତି, କାହିଁକି ମୋ କଥା ଶୁଣିବେନି। ମୁଁ ସେଥିପାଇଁ ଏଠାରେ ବସି ଭଗବାନଙ୍କୁ ସ୍ମରଣ କରୁଛି। ଯେତେବେଳେ ବ୍ରାହ୍ମଣ ଏହିସବୁ କଥାଟି କାହ୍ନୁ ବେହେରା ପାଖରୁ ଶୁଣିବାକୁ ପାଇଲା, ସେତେବେଳେ ବ୍ରାହ୍ମଣଟି କହିଲା, ଆରେ ବାଳକ, ତୁମେ କ'ଣ ପାଗଳ ହୋଇଯାଇଛ? ଭଗବାନ କାହିଁକି ଆସିବେ ତୁମ ପାଖକୁ? ଭଗବାନ ସବୁବେଳେ କହନ୍ତି, ତୁମେ କର୍ମ କରିଚାଲ, ନିଜର କର୍ମ କରିଚାଲ, ଫଳ ସେ ନିଶ୍ଚିତ ରୂପରେ ତୁମମାନଙ୍କୁ ଦେବେ। ତେବେ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ଏଠାରେ ରଖିବାକୁ ଚାହୁଁଛି। ଆପଣମାନେ କ'ଣ ନିଜ କାମ ଛାଡ଼ିକି ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଛନ୍ତି? ଭଗବାନଙ୍କୁ ସ୍ମରଣ କରନ୍ତୁ, ଏହା ଠିକ୍, ଏହା ଭୁଲ କାମ ନୁହେଁ, କିନ୍ତୁ ନିଜର କର୍ମ କରିଚାଲନ୍ତୁ। କାରଣ ତୁମର କର୍ମର ଫଳସ୍ୱରୂପ ବହୁତ କିଛି ପେଟ ତୁମର କର୍ମ ଉପରେ ନିର୍ଭର କରେ। ତେଣୁ ସବୁବେଳେ ଭଲ କାର୍ଯ୍ୟ କର। କିପରି ଭାବରେ ଧନ ଉପାର୍ଜନ କରିବ, ନିଜର ପରିବାରର ଭରଣ ପୋଷଣ କରିବ, ତା ଉପରେ ଧ୍ୟାନ ଦିଅ। ଅନ୍ୟତ୍ର ଏଣେ ତେଣେ କିଛି ଖରାପ କାମରେ ଧ୍ୟାନ ଦିଅ ନାହିଁ। ସବୁବେଳେ ଭଲ ମାର୍ଗରେ ଚାଲିବା ପାଇଁ ଚେଷ୍ଟା କର। କାରଣ ତୁମେ ଯଦି ଭଲ ମାର୍ଗରେ ଚାଲିବ ନା, ତୁମର ପରିବାର, ତୁମର ସ୍ୱଜନ ସମସ୍ତେ ମଧ୍ୟ ଭଲ ମାର୍ଗରେ ଚାଲିବେ। ଚାଲନ୍ତୁ ପୁଣି ଥରେ କାହାଣୀକୁ ଫେରିଆସିବା। ଯେତେବେଳେ କାହ୍ନୁ ବେହେରାର କଥା ଶୁଣି ବ୍ରାହ୍ମଣ ଏହିପରି ଭାବରେ କାହ୍ନୁ ବେହେରାର ମୁଖରୁ କଥାଟେ ଶୁଣିବାକୁ ପାଇଲେ, ବ୍ରାହ୍ମଣ ଦେବତା କହିଲେ, ତୁମେ ନିଜର କର୍ମ କରିଚାଲ, ଏହିପରି ଭାବରେ ଭଗବାନଙ୍କୁ ସ୍ମରଣ କଲେ କ'ଣ ହେବ? କାହ୍ନୁ ବେହେରା କିନ୍ତୁ ବ୍ରାହ୍ମଣଙ୍କ କଥା ଶୁଣିଲା ନାହିଁ। ସେ ତାଙ୍କୁ ବିନମ୍ର ସହିତ କହିଲା, ଆପଣ ଆପଣଙ୍କ ମାର୍ଗରେ ଯାଆନ୍ତୁ। ଆପଣ ଏଠାରେ କ'ଣ କରୁଛନ୍ତି? ମୋତେ ମୋର କାମ କରିବାକୁ ଦିଅନ୍ତୁ। ମୁଁ ଭଗବାନଙ୍କୁ ସ୍ମରଣ କରିବାକୁ ଚାହୁଁଛି, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଚାହୁଁଛି। ସେଥିପାଇଁ ଆପଣ ଦୟାକରି ମୋତେ ଏଠାରେ ହଇରାଣ କରନ୍ତୁ ନାହିଁ। ଆପଣଙ୍କୁ ମୁଁ ବିନମ୍ର ଭାବରେ ନିବେଦନ କରୁଛି, ଆପଣ ଏଠାରୁ ପଳାଇ ଯାଆନ୍ତୁ। ଯେତେବେଳେ କାହ୍ନୁ ବେହେରାର ଏହି କଥା ଶୁଣିଲେ ବ୍ରାହ୍ମଣ ଦେବତା ସେତେବେଳେ କହିଲେ, ଆରେ କାହ୍ନୁ, ତୁମେ ଗୋଟେ କାମ କର, ନିଜର ଆଖି ବନ୍ଦ କର ଏବଂ ମୋତେ ଚାହଁ। ଯେତେବେଳେ କାହ୍ନୁ ବେହେରା ଆଖି ବନ୍ଦ କରି ପୁଣି ଥରେ ଖୋଲି ଚାହିଁଲେ ସେହି ବ୍ରାହ୍ମଣ ଦେବତାଙ୍କୁ, ସେଠାରେ ଆଉ ବ୍ରାହ୍ମଣ ଦେବତା ନାହାନ୍ତି। ସେଠାରେ ସ୍ୱୟଂ ଭଗବାନ ପ୍ରକଟ ହୋଇ ଛିଡ଼ା ହୋଇଛନ୍ତି। ଏବଂ ଭଗବାନଙ୍କୁ ଯେତେବେଳେ ଦେଖିଛି କାହ୍ନୁ ବେହେରା, ସେ ନତମସ୍ତକ ହୋଇ ଲମ୍ତମ୍ ତାଙ୍କ ପାଦ ତଳେ ପଡ଼ିଯାଇଛି ଏବଂ କହିଛି, ହେ ଭଗବାନ, ଆପଣ କୁଆଡ଼େ ଥିଲେ? ଏପର୍ଯ୍ୟନ୍ତ କାହିଁକି ମୋ ଡାକ ଶୁଣୁନଥିଲେ? ମୋ ପରିବାର ଲୋକ ବହୁତ କଷ୍ଟ ପାଉଛନ୍ତି, ମୁଁ ମଧ୍ୟ ବହୁତ କଷ୍ଟ ପାଉଛି। ସେମାନଙ୍କୁ ଏପରି ଭାବରେ ଦେଖି, ସେମାନଙ୍କୁ ଏହି ପରିସ୍ଥିତିରେ ଦେଖି ମୁଁ ଆଦୌ ଭଲରେ ରହିପାରୁନାହିଁ। ମୁଁ ରାତିରେ ଠିକ୍ସେ ଶୋଇପାରୁନାହିଁ, ମୁଁ ଠିକ୍ସେ ଖାଇପାରୁନାହିଁ। ସବୁବେଳେ ସେମାନଙ୍କର ଚିନ୍ତା ମୋତେ ଘାଇଲା କରି ରଖିଛି। ମୁଁ କିପରି ଭାବରେ ବଞ୍ଚିବି? ହେ ଦେବତା, ହେ ନାରାୟଣ, ହେ ଭଗବାନ,
ତୁମେ ମୋତେ କାହିଁକି କହୁନ, କାହିଁକି ମୋତେ ଭଲ ମାର୍ଗ ଦେଖାଉନ? ମୁଁ ଚାହୁଁନାହିଁ ଏହି ନିରୀହ ଜୀବମାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ମୋର ପରିସ୍ଥିତି ବର୍ତ୍ତମାନ ଏପରି ଅଛି କି ମୋତେ ଏମାନଙ୍କୁ ହତ୍ୟା କରିବାକୁ ପଡ଼ୁଛି। ମୁଁ ନ ଚାହିଁଲେ ମଧ୍ୟ ଜୀବ ହତ୍ୟା କରୁଛି। ମୁଁ ତ ଗୋଟାଏ ଜୀବନ ଦାନ ଦେଇପାରୁନାହିଁ, ସେଥିପାଇଁ ମୁଁ ମଧ୍ୟ ଏହା ଚାହୁଁନାହିଁ। ଯେତେବେଳେ କାହ୍ନୁର ଏହିପରି ବିନତି, ଏହିପରି ନିବେଦନ ଭଗବାନ ଶୁଣିବାକୁ ପାଇଲେ, ସେତେବେଳେ ଭଗବାନ ତାକୁ କହିଲେ, ଆରେ କାହ୍ନୁ, ତୁ କାହିଁକି ଚିନ୍ତା କରୁଛୁ? ତୁ ଗୋଟାଏ କାମ କର, ଆଜିଠୁ ତୁ କେବଳ ମୋର ନାମ ଜପ କର। ତୋର ପରିବାରର ଭରଣ ପୋଷଣ ଦାୟିତ୍ୱ ମୋର। ତୋର ପରିବାର କିପରି ଭାବରେ ଚଳିବ, କିପରି ଭାବରେ ଖାଇବେ, ସେ ସମସ୍ତ ବ୍ୟବସ୍ଥା ମୁଁ ନିଶ୍ଚିତ ରୂପରେ କରିଦେବି। ତା ପାଇଁ ତୁ ଆଦୌ ଚିନ୍ତା କର ନା। ତୁ ଆଜିଠୁ କେବଳ ମୋର ନାମ ଜପ ମାର। ସେତେବେଳେ ଯେତେବେଳେ ଏହି କଥାଟି ଶୁଣିବାକୁ ପାଇଲା କାହ୍ନୁ ଭଗବାନଙ୍କ ମୁଖରୁ, ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଲା ଏବଂ ପ୍ରଣାମ କରାଇଲା। ଭଗବାନ ମଧ୍ୟ ସେଠାରୁ ଉଭା ହୋଇଗଲେ। ତାପରେ ଯେତେବେଳେ କାହ୍ନୁ ଘରକୁ ଫେରି ଆସିଲା, ସେତେବେଳେ ଗାଁ ସାରା ହାଲା ହୋଇଯାଇଛି ଯେ କାହ୍ନୁ ବେହେରା 7-8 ଦିନ ହେଲା ଘରକୁ ଫେରି ନାହିଁ। ସେ ହୁଏତ ପୋଖରୀରେ ବୁଡ଼ି ମରିଯାଇଛି। କାହ୍ନୁ ବେହେରା ମୃତ୍ୟୁ କରିସାରିଛି। ସମସ୍ତେ ଲୋକ ଏହା ମାନି ସାରିଥିଲେ। ତାର ପରିବାର ଲୋକ ମଧ୍ୟ ଏହା ମାନି ନେଇ କାନ୍ଦୁଥିଲେ। ଯେତେବେଳେ କାହ୍ନୁ ବେହେରାକୁ ସମସ୍ତେ ପୁଣି ଥରେ ଦେଖିବାକୁ ପାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ଆରେ ଇଏ ତ ମରିଯାଇଥିଲା, ଇଏ ପୁଣି କିପରି ଭାବରେ ବଞ୍ଚି ଆସିଲା? ତାର ମୁହଁରେ ଗୋଟେ ଅଲଗା ପ୍ରକାରର ଆଲୋକ ଥିଲା। କାହ୍ନୁ ବେହେରା ଯେତେବେଳେ ଫେରି ଆସିଲା, ସେ ସବୁବେଳେ ଜପ ମାରୁଥାଏ, ଭଗବାନ ନାରାୟଣ ନାରାୟଣ ଜପ ମାରୁଥାଏ। ପୁଣି ଥରେ ତା ସ୍ତ୍ରୀ କାହ୍ନୁ ବେହେରା ପାଖକୁ ଦୌଡ଼ି ଆସିଲା ଏବଂ ତାଙ୍କୁ ପଚାରିଲା, ତୁମେ କେଉଁଠି ଥିଲ ମୋର ସ୍ୱାମୀ? ମୁଁ କେତେ ଆପଣଙ୍କୁ ସ୍ମରଣ କରିଛି। ଆମେ ତ ସମସ୍ତେ ଭାବିଲୁ ତୁମେ ମରିଯାଇଛ। ଗାଁ ଲୋକମାନେ ସମସ୍ତେ କହିଲେ ଯେ ତୁମେ ମରିଯାଇଛ। ଆମେ କ'ଣ ବା କରିବୁ? ଆମେ ବହୁତ ଦୁଃଖରେ ରହୁଛୁ। ତୁମେ କାହିଁକି ଏପରି କରୁଛ ଆମ ସହିତ? ତୁମେ କାହିଁକି ଆମକୁ ଠିକ୍ସେ ଖାଇବାକୁ ଦିଟା ଦେଉନ? କାହିଁକି ଧନ ଉପାର୍ଜନ କରି ଆଣୁନ? କାହ୍ନୁ ବେହେରା ଯେତେବେଳେ ଏତେ ସବୁ କଥା ଶୁଣିଲା, ସେ କିଛି ବି କହିଲା ନାହିଁ। କହିଲା, ତୁମେ ଚୁପ୍ ରୁହ, ମୋତେ କିଛି ବି ପ୍ରଶ୍ନ କର ନାହିଁ। ମୁଁ ବର୍ତ୍ତମାନ ସଂସାରର ମୋହମାୟାରୁ ଉଠାଇ ଆସିଛି। ସେତେବେଳେ ଏହି କଥା ଶୁଣିଲା କାହ୍ନୁ ବେହେରାର ସ୍ତ୍ରୀ। ସେ କହିଲା, ତୁମେ କାହିଁକି ଏପରି କରୁଛ? ଆମେ କେମିତି ଚଳିବୁ? କାହ୍ନୁ ବେହେରା କହିଲା, ତୁମେ ତା ପାଇଁ ମଧ୍ୟ ଚିନ୍ତା କର ନାହିଁ। ସ୍ୱୟଂ ନାରାୟଣ ଅଛନ୍ତି ସେସବୁ କଥା ବୁଝିବା ପାଇଁ। ଏବଂ କାହ୍ନୁ ବେହେରା ତାର ଗ୍ରାମରେ ଗୋଟାଏ ମନ୍ଦିର ଥିଲା। ମନ୍ଦିର ପାଖରେ ଯାଇ ଭଗବାନଙ୍କ ସ୍ମରଣ କରିବାକୁ ଲାଗିଲା। କିନ୍ତୁ ଗାଁର ଲୋକମାନେ ତ ଆପଣମାନେ ଜାଣିଛନ୍ତି କିପରି ଭାବରେ ଈର୍ଷା ପ୍ରଭୃତିର ଲୋକମାନେ, ଯଦି ଆପଣ ଟିକେ ଗ୍ରୋ କରୁଥିବେ, ଆପଣ ଯଦି ଟିକେ ଭଲ ଅର୍ଥ ଉପାର୍ଜନ କରୁଥିବେ, ଆପଣ ଯଦି ଟିକେ ଧନୀ ହେଉଥିବେ, ତାହେଲେ ସେମାନଙ୍କ ଦେହରେ ଯିବେନି। ସେମାନେ କିପରି ଭାବରେ ଆପଣଙ୍କୁ ତଳକୁ ପକାଇବେ, ସେ କଥା ସବୁବେଳେ ଚିନ୍ତା କରିବେ। ଗୋଟାଏ ଆପଣଙ୍କୁ କାହାଣୀ କହୁଛି, ଛୋଟିଆ କାହାଣୀଟିଏ। ଜଣେ ଲୋକ ବହୁତ କଷ୍ଟ କରି ଦିନ ରାତି ପରିଶ୍ରମ କରି ଧନ ଉପାର୍ଜନ କରୁଥାଏ ଏବଂ ସେ ତାର ପରିବାରର ଭରଣ ପୋଷଣ କରୁଥାଏ। ସେ ବହୁତ କଷ୍ଟ କରି ଗୋଟାଏ ସୁନ୍ଦର ଘରଟିଏ କଲା। ଏହିପରି ଭାବରେ କିଛି ସମ୍ପତ୍ତି ମଧ୍ୟ କିଣିଲା, କିଛି ଜମି ମଧ୍ୟ କିଣିଲା। କିନ୍ତୁ ଗାଁ ଲୋକମାନେ ସବୁବେଳେ ଲାଗି ପଡ଼ିଲେ, ଆରେ ସେ ତ ଭଲରେ ଚଳିଗଲା, ସେ ତ ଏବେ ଆମକୁ କିଛି ପଚାରୁନାହିଁ, ଆମ ପାଦ ଆସି ଧରୁନାହିଁ, ଆମେ କ'ଣ କରିବା? ଆମେ କିପରି ଭାବରେ ତାକୁ ତଳକୁ ପକାଇବା? ସେ କଥା ଗାଁ ଲୋକମାନେ ସବୁବେଳେ ଚିନ୍ତା କରିବାକୁ ଲାଗିଲେ ଏବଂ ଏହିପରି ଭାବରେ ଷଡ଼ଯନ୍ତ୍ର କରି ଏହି ଲୋକଟିକୁ, ଯିଏକି ବହୁତ ପରିଶ୍ରମ କରି ଧନ ଉପାର୍ଜନ କରି ଗୋଟାଏ ସୁନ୍ଦର ଘରଟିଏ କରିଥିଲା, ବହୁତ କିଛି ସମ୍ପତ୍ତି କରିଥିଲା, ତାର ପରିବାର ସୁଖରେ ବଞ୍ଚୁଥିଲେ, କାହା ସହିତ କିଛି ଦିଆନିଆ ନାହିଁ, କାହା ସହିତ କିଛି ଖରାପ କଥାବାର୍ତ୍ତା ନାହିଁ, ନିଜ କାମରେ ନିଜେ କରୁଥାଏ ଏବଂ ନିଜ ପରିବାରର ଭରଣ ପୋଷଣ କରୁଥାଏ। କିନ୍ତୁ ପରିଶ୍ରମ ସେ ଦିନ ରାତି କରୁଥାଏ, ବହୁତ ପରିଶ୍ରମ କରୁଥାଏ, ଅଗାଧ ପରିଶ୍ରମ କରୁଥାଏ। ତେଣୁ ଭଗବାନ ତାଙ୍କୁ ସେହିପରି ଭାବରେ ଫଳ ଦେଉଥାନ୍ତି। କିନ୍ତୁ ଗାଁ ଲୋକମାନେ ତା ପଛରେ ଲାଗି ପଡ଼ିଲେ, ତାକୁ ଏପଟୁ ସେପଟୁ ବହୁତ ହଇରାଣ ହରକତ କରିବାକୁ ଲାଗିଲେ। ତାର BPL କାର୍ଡ଼ କାଟିଦେଲେ, ତାକୁ ହଇରାଣ କରିବା ପାଇଁ, ତାକୁ ବାହାରିବା ପାଇଁ ଦେଲେନି, ତା ଘରର ବିଜୁଳି କାଟିଦେଲେ ଷଡ଼ଯନ୍ତ୍ର କରି। ଏପରି ଭାବରେ କି ତାର ଯେଉଁ ଜମି ଥିଲା, ଯେଉଁଠାରେ କି ସେ ଘର ମଧ୍ୟ କରିଥିଲା, ତାକୁ ସେମାନେ ସରକାରଙ୍କୁ ବୁଝାଇ, ସରକାରଙ୍କୁ ନୁହେଁ, ସରକାରଙ୍କ ଯେଉଁ ଲୋକମାନେ ଅଛନ୍ତି ଅମିନ, ତାଙ୍କୁ ବୁଝାଇ ଜାଗାଟିକୁ ତା ଉପରକୁ ଚପାଇ ଦେଲେ ଏବଂ ତାର ଜାଗାଟିକୁ ଛୋଟ କରିଦେଲେ। ତାର ଯେଉଁ ଦଖଲ ଥିଲା ତାକୁ ଛୋଟ କରିଦେଲେ। ଏହିପରି ଭାବରେ ତାକୁ ବହୁତ ହଇରାଣ କଲେ। କିନ୍ତୁ କଥାରେ ଅଛି ନା, ଯେ ପାଞ୍ଚେ ପରମନ୍ଦ ତାମଞ୍ଜ ପାଞ୍ଚନ୍ତି ଗୋବିନ୍ଦ। ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଭଗବାନ ଥିଲେ ଲୋକ ସହିତ। ତାର ଏହି ଖରାପ ସମୟ ବେଶୀ ଦିନ ରହିଲା ନାହିଁ। ସେ ବହୁତ ଶୀଘ୍ର ସେହି ଖରାପ ସମୟରୁ ବାହାରକୁ ଆସିଲା। କଥାରେ ଅଛି, ରକ୍ଷେ ହରି ତ ମାରେ କିଏ।
तो जदि हरि रखुचंती भगवान रखुचंती ताहले ए संसार रे कोन ए दुनिया रे केही नाही जे कि ताकू मारी देबो तो रखे हरि तो मारे किए। तो छाड़ से कथा आमे आम कहानी को फेरी आसीबा। एहीपरि भाव जिते बेले कानू बेहेरा भगवान को स्मरण कला गाँ लोक मैंने ईर्षा कले कहले ये तो किसी काम करूना केवल जो भगवान को स्मरण करुच्ची तार परिवार लोक चलुंट केमी बरं तार परिवार लोक आगठू आहरी भलरे चलुंट भल लुगा पिंधुंट भलरे खाद्य खाऊंट भल घर रोच किपरि भाव एमती होउची से ईर्षा करने को लगिले कानू बेहेरा को एवं चिंता कले कानू बेहेरा को किपरि भाव हैरान करेंगे। बहुत किछि चिंता कले मंदिर कानू बेहेरा को हटाइबा बहुत प्रकार चेष्टा कले कानू बेहेरा को गाड़ी गलच कले कानू बेहेरा को मारिले किंतु कानू बेहेरा सेठार हटु न थाए से भगवान को स्मरण कर चली थाए भगवानंकर नाम जप मारी चली थाए। एहीपरि भाव किछि दिन बीतीगला किछि दुष्ट बालक थिले जो माने कि कानू बेहेरा को टेका मारिबा को लागिले कानू बेहेरा को आसी बाड़ी रे पिटिले। कानू बेहेरा केवल एतिक कहिला तमे मते एमिति हैरान करूछ मोर हरि मोर नारायण मोर भगवान यार प्रतिशोध निश्चित रूप से तुम मान पाखर लेबे एथिक कानू बेहेरा कही पुणी थे भगवान को स्मरण करने को लगिला। जेतेबेले कानू बेहेरा पुणी थे स्मरण करने को लगिला भगवान को तार किछि समय परे सही बालक गुड़िक सेठारे बेहोश हो गले। 10-15 जन बालक हठात बेहोश हो गले किंतु कानू बेहेरा एपटे भगवान को स्मरण रे लीन होई अछि। से आखि बंद करी भगवान का नाम जप मारुची से ता आखि सामने मध्य कौन हेउची ताहा जानी पारे नाही। जेतेबेले एहीपरि भाव बालक गुड़िक बेहोश हो गले अन्य लोक मैंने सेठारे दौड़ी आसिले एवं बालक गुड़िक डाक्तर पाखक नहीं गले। डाक्तर कहले एमानक जीवन तो चली जाइछि किंतु आउ जने बालक सेठारे भल बालक थिला से समस्त घटना कहिला जे बालक माने कानू बेहेरा को एहीपरि भाव हैरान करुथिले। कानू बेहेरा यही कथा कहवा मात्रे जे तुमे माने मते हैरान करुच भगवान अछंती तुम मान को देखी नेबे एही बालक गुड़िक सहित एहीपरि घटना घटी जाइछि। तापरे कौन है समस्त गाँ लोक कानू बेहेरा पाखक दौड़ी आसिले एवं ताकू गुहारी कले कानू बेहेरा तुमे कहवा मात्रे आमर बालक माने एपरि होई जाइछंती दयाकरी तुमे एमानक क्षमा कर दियो एवं भगवान को प्रार्थना कर एमानक जीवन फेराई देबे। कौन यह संभव? जेतेबेले कानू बेहेरा भगवान को स्मरण कला पुणी थे हे भगवान यही बालक गुड़िक किसी जानी नाहांती एमाने निरीह बालक एमाने दुनिया विषय किसी जानी नाहांती दुष्टामी रे करि पकाइछंती एपरि काम आपण दयाकरी एमानक क्षमा कर दियंतु। जेतेबेले कानू बेहेरा तिक कहिछि सही बालक माने पुणी थे चेता फेरी पाइछंती तो यह गोटे चमत्कार है। से दिन ठारू कानू बेहेरा को तार गाँर समस्त लोक मानिबा को लागिले एवं ताकू केबे हेले हैरान करने चेष्टा कले ना। तो सांग माने आपण मानकु मु गोटाए कथा एबे कहि रखुची कहानी तो यह मनगड़ा कहानी थिला यार सत्य घटना उपरे कौनसी आधारित नुह किंतु आपण माने भल कार्य करंतु सब बेले कर्म करि चलंतु बहुत कष्ट करि चलंतु एवं निजर बुद्धि खटाई किपरि भाव में धन उपार्जन करेंगे से भी भल मार्ग रे केबे हेले खराब मार्ग रे धन उपार्जन करिया पई चेष्टा करंतु नाही। कारण आपण जदि खराब मार्ग रे धन उपार्जन करिवे ना अन्य को दुख देई धन उपार्जन करिवे ना अन्य को कष्ट देई धन उपार्जन करिवे अन्य को प्रतारणा देई जदि धन उपार्जन करिवे ताहाले ताहा बेसी दिन पर्यंत रहिबो नाही। सबु बेले भल मार्ग रे धन उपार्जन करने ପାଇଁ चेष्टा कर एवं से धन निश्चित रूप से तुमको बहुत खुशी देव बहुत आत्मसंतुष्टि देव। जदि भिडियोटी आपण मानक भल लगी ताहले याकु गोटे लाइक टे करिवे एवं आम चैनल को सब्सक्राइब टे करिदेवे। जदि प्रथम थर पे आछंती आम चैनल ले 110K सब्सक्राइबर माने 10,000 सब्सक्राइबर बहुत शीघ्र हेबाकु जाउची तेणु आपण माने जल्दी सब्सक्राइब करंतु जो द्वारा कि किछिटा आमको बेनिफिट मिलेबो। देखाबो अन्य एक वीडियो रे विदाय दियंतु धन्यवाद। आ गोटे कथा जीवा पूर्व आपण मानक कहि रखुची एई जो संपूर्ण कहानीटीए एटा कौनसी सत्य घटना उपरे आधारित नुहे यह केवल मनगड़ा कहानीटीए एहाकू दयाकरी देहकू नेबेनी एपरी घटना घटी न थाए यह केवल आपण मानक बुझाइबा पई। तो आउ जदि आम चैनल अन्य वीडियो आपण माने देखि नांती ताहले आपण आम चैनल को जाई बहुत सुंदर सुंदर कहानी गुड़िए देखि नेबे एवं आपण मानक कहि देउची एही चैनल ले आमे केवल सुंदर सुंदर कहानी एवं किछि सत्य घटना उपरे कहानी एवं लोक मानकर आध्यात्मिक चेतना किपरि फेरी आसीबो लोक माने किपरि भल मार्ग को फेरी आसीबे से सब कथा
से सब विषय आमे वीडियो बनाई थाउ। तो आमर वीडियो जदि आपण मानको भलो लागिथिबो एहाकू दया करी लाइक टी करि दियंतु। एहा हमको मोटिवेट करि थाए नुआ नुआ वीडियो आपण मानको पई बनाइबा पई।